ଚାରି ମୂର୍ଖ ଭାଇ। ଗୋଟିଏ ଛୋଟ ଗାଁରେ ଚାରି ଭାଇ ରହୁଥିଲେ, ଯାହାକୁ ଲୋକେ ଚାରି ମୂର୍ଖ ଭାଇ ବୋଲି କହୁଥିଲେ। କାରଣ ସେମାନେ ବିନା ବୁଝି ବିଚାରି ସବୁ କାମ କରୁଥିଲେ, କିନ୍ତୁ ପରସ୍ପର ମଧ୍ୟରେ ବହୁତ ଭଲ ପାଇବା ଥିଲା। ଗୋଟିଏ ଦିନ ତାଙ୍କର ବାପା ତାଙ୍କୁ ବୁଝାଇଲେ ଯେ ଏବେ ସେମାନେ ବଡ଼ ହୋଇଗଲେଣି ଏବଂ ତାଙ୍କୁ କିଛି କାମଧନ୍ଦା କରିବା ଉଚିତ, ନହେଲେ ଜୀବନ ବିତାଇବା ମୁସ୍କିଲ ହୋଇଯିବ। ଏହା ଶୁଣି ଚାରି ଭାଇ ସହରକୁ ଯାଇ କାମ କରିବାର ନିର୍ଣ୍ଣୟ ନେଲେ ଏବଂ ପରଦିନ ସେମାନେ ଘରୁ ବାହାରିଗଲେ। ରାସ୍ତାରେ ତାଙ୍କୁ ଗୋଟିଏ ଲୋକ ମିଳିଲା। ସେ ବହୁତ ଚିନ୍ତିତ ଥିଲା। ସେ କହିଲା ଯେ ତାର ଗାଈ ହଜିଯାଇଛି ଏବଂ ଯଦି ସେମାନେ ଖୋଜିଦେବେ ତ ସେ ତାଙ୍କୁ ପୁରସ୍କାର ଦେବ। ଚାରି ଭାଇ ଶୀଘ୍ର ହଁ କହିଲେ ଏବଂ ଗାଈ ଖୋଜିବାକୁ ବାହାରିଗଲେ। କିଛି ଦୂର ଚାଲିବା ପରେ ତାଙ୍କୁ ଭୂମି ଉପରେ କିଛି ଚିହ୍ନ ଦେଖାଗଲା। ପ୍ରଥମ ଭାଇ କହିଲା, ଏହି ଗାଈର ଗୋଡ଼ରେ ଚିହ୍ନ ଅଛି, ସେ ଏହି ରାସ୍ତା ଦେଇ ଯାଇଛି। ଦ୍ୱିତୀୟ ଭାଇ କହିଲା, ମୋତେ ଲାଗୁଛି ଗାଈର ଗୋଟିଏ ଆଖି ଖରାପ ଅଛି, କାରଣ ଚିହ୍ନ ଟିକେ ତେଢ଼ା ଅଛି। ତୃତୀୟ ଭାଇ କହିଲା, ଗାଈ ପତଳା ଅଛି, କାରଣ ରାସ୍ତାରେ ଘାସ କମ୍ ଖାଇ ଖାଇ ଯାଇଛି। ଏବଂ ଚତୁର୍ଥ ଭାଇ କହିଲା, ଏବଂ ତାର ସହିତ ଗୋଟିଏ ଛୁଆ ମଧ୍ୟ ଅଛି, କାରଣ ଛୋଟ ଛୋଟ ଚିହ୍ନ ମଧ୍ୟ ଦେଖାଯାଉଥିଲା। ତାଙ୍କର ଏହି କଥାଗୁଡ଼ିକ ପାଖରୁ ଯାଉଥିବା ଗୋଟିଏ ଲୋକ ଶୁଣିପାରିଲା। ତାକୁ ଲାଗିଲା ଯେ ଏହି ଲୋକ ଅବଶ୍ୟ ଗାଈ ଚୋରି କରି ସାରିଛନ୍ତି। ଏଥିପାଇଁ ସେ ତାଙ୍କୁ ଧରିକରି ଗାଈର ମାଲିକଙ୍କ ପାଖକୁ ନେଇଗଲା। ମାଲିକ ବହୁତ କ୍ରୋଧରେ ଥିଲା। ସେ କହିଲା, ସତ ସତ କୁହ, ତୁମେ ମୋର ଗାଈ ଚୋରାଇଛ? ଚାରି ଭାଇ ଡରିଗଲେ ଏବଂ କହିଲେ, ନା, ଆମେ ଗାଈ ଦେଖିନାହୁଁ, ଆମେ ତ ଖାଲି ଅନୁମାନ ଲଗାଇଥିଲୁ। ମାଲିକ ପଚାରିଲା, ଯଦି ଗାଈ ଦେଖିନାହଁ ତ ଏତେ ସବୁ କଥା କେମିତି ଜାଣିଲ? ପ୍ରଥମ ଭାଇ କହିଲା, ମୁଁ ଗୋଡ଼ରେ ଚିହ୍ନ ଦେଖି ବୁଝିଗଲି। ଦ୍ୱିତୀୟଟି କହିଲା, ତେଢ଼ା ଚିହ୍ନ ଦେଖିକରି ଲାଗିଲା ଯେ ଗୋଟିଏ ଆଖି ଖରାପ ଅଛି ବୋଲି। ତୃତୀୟ ଭାଇଟି କହିଲା, ଘାସ କମ୍ ଖାଇଛି, ଏଥିପାଇଁ ଗାଈଟି ପତଳା ହୋଇଥିବ ବୋଲି ବୁଝିଗଲା। ଚତୁର୍ଥ ଭାଇଟି କହିଲା, ଛୋଟ ଚିହ୍ନ ଦେଖିକରି ଲାଗିଲା ଯେ ତାଙ୍କ ସାଥିରେ ଏକ ଛୋଟ ଛୁଆ ମଧ୍ୟ ଅଛି। ମାଲିକ ତାର ସବୁ କଥା ଶୁଣି ହଇରାଣ ହୋଇଗଲା। ସେତିକିବେଳେ ଅଚାନକ ପାଖରେ ଜଙ୍ଗଲରେ ସେହି ଗାଈ ନିଜ ଛୁଆ ସହିତ ବାହାରି ଆସିଲା ଏବଂ ଚାରି ଭାଇମାନଙ୍କର କଥା ସତ ପ୍ରମାଣିତ ହୋଇଗଲା। ମାଲିକ ବହୁତ ଖୁସି ହେଲା ଏବଂ ସେ ତାଙ୍କୁ ପୁରସ୍କାର ଦେଲା ଏବଂ କହିଲା ଯେ ତୁମେ ମୂର୍ଖ ନୁହେଁ, ଖାଲି ନିଜର ବୁଦ୍ଧିର ସଠିକ ଉପଯୋଗ କରିପାରୁନାହଁ। ଯଦି ଉଚିତ ଦିଗରେ ଚିନ୍ତା କରିବ ତ ବହୁତ ଆଗକୁ ବଢ଼ିପାରିବ। ଏହା ଶୁଣି ଚାରି ଭାଇ ନିଜର ଭୁଲ ବୁଝିପାରିଲେ ଏବଂ ସେମାନେ ନିଶ୍ଚିତ କଲେ ଯେ ଏବେ ସେମାନେ ସବୁ କାମ ବୁଝି ବିଚାରି କରିବେ। ଏହି କାହାଣୀର ଶିକ୍ଷା ଏହା ଅଟେ ଯେ ବୁଦ୍ଧି ସମସ୍ତଙ୍କ ପାଖରେ ଥାଏ, କିନ୍ତୁ ତାର ଉଚିତ ଉପଯୋଗ ମଣିଷକୁ ବୁଦ୍ଧିମାନ ବନାଇଥାଏ। ସାଙ୍ଗମାନେ, ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଲା ତ ନିଶ୍ଚିତ ଲାଇକ୍ କରନ୍ତୁ ଏବଂ ଆଗକୁ ଏହିଭଳି ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।